ନା ନା ଆମର ଯେତିକି କାର୍ଯ୍ୟ ଆମେ ସେତିକି କରିକି ପ୍ରତିବର୍ଷ ଭଳି ପ୍ରହସନ ଚଲୁ ନାଇଁ ଆମର ଯୋଉ ଯେତିକି ଦବା କଥା ଆମ ଇଏରେ ମାସ ଆମେ ଆଜି ଇସ୍ୟୁ କରିଦେଇଛୁ। ଆଉ ମନ୍ଦିର କିଛି ଯୋଉ ବିଜି କେତେ ଜଣ ମିଲରଙ୍କର ବିଜି ଯୋଉ ଏକ୍ସଟେନସନ ହବାର ସେଇଟା ଟିକେ ବିଳମ୍ବ ହଉଛି କଣ ଆଙ୍କର ଲୋକାଲ ବ୍ରାଞ୍ଚରେ ହେଇପାରୁନି। ତେଣୁ ସେ ତାଙ୍କର ପଠଉଛନ୍ତି ତାଙ୍କ ଜୋନାଲ ବ୍ରାଞ୍ଚକୁ ପଠଉଛନ୍ତି। ତେଣୁ ସେଇ ସମ୍ବନ୍ଧରେ ଟିକେ ବିଜି ମିଳିବାରେ କିଛି ବିଳମ୍ବ ହେଇଛି। ତେଣୁ ଆମ ପାଖରେ ଯେତିକି ବିଜି ଅଛି ସେଇ ଅନୁସାରେ ଆମେ ତାଙ୍କୁ ମାସ ଦେଇଛୁ। ବହୁତ ଶୀଘ୍ର ଆମେ ଯେତେ ଇଏ କରୁଛୁ କ୍ରୟକାରୀ ସଂସ୍ଥା ଶୀଘ୍ର ତାଙ୍କର ଷ୍ଟାର୍ଟ କରିଦେବେ। ନା ନା କିଛି ଉଠିନି। ମାସ ଯୋଉ 11 ତାରିଖ ହେଲାଣି କିନ୍ତୁ କେତେ ଇଏ ଯୋଗୁ ତାପରେ କେତେ ଟୋକନ ବି ଆସିଛି। ମ୍ୟାକ୍ସିମମ୍ ଲୋକଙ୍କର ଟୋକନ ଆସିଛି ସେ ଦ୍ୱିତୀୟ ସପ୍ତାହ ମାନେ ଦ୍ୱିତୀୟ ଫର୍ଟନାଇଟ କି। ତେଣୁ କିଛି ନାହିଁ ତ ମାସ ଦିଆ ହେଇଯାଏ ତାପରେ କାଲିରୁ ଶେଷ ବର୍ଷ ଭଳିଆ ଏଇ ବର୍ଷ ମଧ୍ୟ ହଁ ନାଇଁ ନାଇଁ ଯୋଉ ଟୋକନ ଅଛି ଆମର ଟୋକନ ର ଅବଧି ଅଛି ମାସେ। ତାପରେ ଯଦି ଇଏ ଟୋକନ ଯଦି କିଛି କାହାର ଇଏ ଅଛି ତେଣୁ ତାର ଆଉ 15 ଦିନ ଏକ୍ସଟେନସନ ହବାର ଇଏ ଅଛି ଆମ ପାଖରେ ପ୍ରୋଭିଜନ ଅଛି। ତେଣୁ କୌଣସି ଚାଷୀର ଟୋକନ ଆମେ ଯେମିତି ଇଏ ନହବ ଲାପ୍ସ ନହବ ସେଥିପ୍ରତି ଆମେ ଦୃଷ୍ଟି ଦେବୁ। ଚଳିତ ପ୍ରଥମ ପର୍ଯ୍ୟାୟରେ ଆମକୁ 15 ଲକ୍ଷ ଟନ୍ ଆସିଛି। କରିଥିଲୁ 75 ଜଣ ଅଛନ୍ତି। 95 ମିଲ୍ ଭିତରୁ 75 ଜଣ ପାର୍ଟିସିପେଟ କରିବାକୁ ଇଏ କରୁଛନ୍ତି। ଏବେ ସେଟା 42 ଦେଲେଣି। ସେମିତି ସବୁ ଚାଷୀ ମାନେ ତ ଆପଣଙ୍କୁ ଲେଖିକି ଦେବା ପାଇଁ କହୁଛନ୍ତି କେବେ ସୁଦ୍ଧା ମଣ୍ଡି ଧାନ ଉଠେ ଆପଣ କଣ ଅସୁବିଧା ଆପଣ ତ ଷ୍ଟେଟମେଣ୍ଟ ଦଉଛନ୍ତି କିନ୍ତୁ ଲିଖିତ ଦେବାର କଣ ଅସୁବିଧା ନା ନା କିଛି ନାହିଁ ଆମ କିଛି ଅସୁବିଧା ନା ନା ଆମେ ମାସ ଦେଲା ବେଳେ କ୍ରୟକାରୀ ସଂସ୍ଥା ସେ ତାଙ୍କର ସୁବିଧା ଅନୁସାରେ ଧାନ କିଣିବେ।